ଏଇଟା ଆମ ଏଇ ଟ୍ରଷ୍ଟ ତରଫରୁ ତ ଏଇଟା ପ୍ରଥମ କରି ଆମେ ଏଇ ଟୁର୍ଣ୍ଣାମେଣ୍ଟ କଲୁ। ଆମେ ଯାହା ଆଶା କରିଥିଲୁ ତାଠୁ ବହୁତ ମାତ୍ରାରେ ମାନେ ଲୋକଙ୍କ ଭଲ ପାଇବା ଆମେ ପାଇଲୁ। ଆଉ ଯୋଉ 32ଟି ଟିମ୍ କି ନେଇକି ଆମ ଧର୍ମଶାଳା ନିର୍ବାଚନ ମଣ୍ଡଳର 32ଟି ଟିମ୍ କି ନେଇ ଖେଳ କରାଇଲୁ, ବହୁତ ଶୃଙ୍ଖଳାର ସହିତ ବହୁତ ଭଲ ଖେଳ ହେଲା। ଆପଣ ମାନେ ତ ଆସିଛନ୍ତି, ଆଜି ଦେଖିଥିବେ ଏଠି ଦର୍ଶକ ମାନଙ୍କ ଉତ୍ସାହ ଆଉ ଯୋଉ ଟିମ୍ ଦୁଇ ଜଣ ଏଠି ଆଜି ଫାଇନାଲ ଖେଳିଲେ ସେମାନଙ୍କ ଉତ୍ସାହ ମାନେ ଆମେ ଟ୍ରଷ୍ଟ ତରଫରୁ ଏଇଟା ପ୍ରଥମ ଥର ଆରମ୍ଭ କରିଥିଲୁ। ଆମେ ଭାବୁଛୁ ନିଶ୍ଚିନ୍ତ ରୂପେ ଏଇଭଳି ସମର୍ଥନ ପାଇଲେ ଆମେ ଆଗକୁ ଆହୁରି ଉନ୍ନତ ମାନର ଏଇଭଳି ଖେଳ କରିବାକୁ ନିଶ୍ଚିନ୍ତ ଚେଷ୍ଟା କରିବୁ। ଶୁଣନ୍ତୁ, ଲାଭ କ୍ଷତି ତ ପଛ କଥା। ପ୍ରଥମେ ମୁଁ କହିବି ଏଇ ଯୋଉ କୋଲା ମାଟି ମୁଁ ପ୍ରଥମେ ପ୍ରଣାମ କରିବି। ତାଙ୍କର ଗୁରୁଜନ ଆଉ ତାଙ୍କର ମୁରବୀ, ତାଙ୍କର ଯୋଉ ଗାଁର ଯେତେ ସବୁ ଅଛନ୍ତି ବଡ ଭାଇ ମାନଙ୍କଠୁ ଆଶୀର୍ବାଦ ନେବି ନିଶ୍ଚିନ୍ତ ଭାବରେ। କାହିଁକିନା ତାଙ୍କର ଯୋଉ ସହଯୋଗ ରହିଛି, ସେମାନଙ୍କର ଆଶୀର୍ବାଦ ବିନା ଏ କାର୍ଯ୍ୟକ୍ରମ ବିଲକୁଲ ସଫଳ ହେଇନଥାନ୍ତା। ଆଉ ଯୋଉ ଆମର ଯୋଉ ସାଙ୍ଗ ସାଥୀ ଯୋଉ ଖେଳାଳି ମାନେ ଅଛନ୍ତି, ଯୋଉ ଭାଇମାନେ ଅଛନ୍ତି, ପ୍ଲସ ଯୋଉ କୁନି ଛୋଟ ଛୋଟ ଭାଇମାନେ ଅଛନ୍ତି, ସେମାନେ ଯେତେ ସବୁ ସହଯୋଗ କରୁଛନ୍ତି, ସେମାନଙ୍କର ସହଯୋଗଟା ନିଶ୍ଚିତ ଆଜି ମତେ ସଫଳ ଦେଇଛି। ସେ ଯଦି ସହଯୋଗ ନ କରନ୍ତେ ଆଜି ଆମେ ସଫଳତାରେ ପହଞ୍ଚି ପାରିନଥାନ୍ତୁ। ନିଶ୍ଚିନ୍ତ ଭାବରେ ଇଏ ଯୋଉ ମାନେ ବହୁତ ବଡ ଟୁର୍ଣ୍ଣାମେଣ୍ଟ ଥିଲା, ସଂଘର୍ଷପୂର୍ଣ୍ଣ ଥିଲା। ଆଉ ପ୍ରତିଦିନ ଯୋଉ ତିନିଟା ମ୍ୟାଚ୍ ଆମେ କରିଛୁ, ସେଟା ନିଶ୍ଚିତ ଭାବରେ ଗୋଟେ ବଡ ଚ୍ୟାଲେଞ୍ଜ ଥିଲା ଆମ ପାଇଁ। ଇଏ କେବଳ ସମ୍ଭବ ହେଇଛି କେବଳ ଯୋଉ କୋଲା ଗାଁର ସମସ୍ତ ଯୋଉ ଭାଇମାନେ ଅଛନ୍ତି, ସମସ୍ତ ମୁରବୀ ମାନେ ଅଛନ୍ତି, ତାଙ୍କର ଯୋଉ ଆମକୁ ଆଶୀର୍ବାଦରେ ଇଏ ସଫଳ ହୋଇଛି। ତେଣୁ ତାଙ୍କ ବିନା ଏ କାର୍ଯ୍ୟକ୍ରମ ସଫଳ ହେଇନଥାନ୍ତା। ଆଉ ଲାଭ କଣ ପାଇଲୁ? ଲାଭ କଥା ଯୋଉ ପଚାରିଲେ, ଯେତେବେଳେ ମୁଁ ଏଠି ଆସି ଫାଷ୍ଟ ପହଞ୍ଚିଲି, ସେତେବେଳେ ମତେ ଏଠି ଗୋଟେ ପୁଅର ମାନ୍ୟତା ଦିଆଗଲା। ସେଇଟା ମୁଁ ଲାଭ ପାଇଛି ଯେ ମୁଁ ତାଙ୍କଠୁ ଗୋଟେ ପୁଅର ମାନ୍ୟତା ପାଇଲି। ମୁଁ ତାଙ୍କ ପୁଅ ବାଜିଛୁ ଏବଂ ଏ ନିଶ୍ଚିତ ଭାବରେ ଯୁଗ ଯୁଗ ରହିବ। ଆଉ ତାଙ୍କର ଯୋଉ ଭଲ ପାଇବା ମୁଁ ସାରା ଜୀବନ ମନେ ରଖିଥିବି। ଏଇ ଯୋଉ ସଂସାରରେ ଏ ଭଲ ପାଇବା ବିନା ଆଉ କିଛି ନଥାଏ। କିଏ କେତେ ପଇସା ରୋଜଗାର କଣ, ସେ ମଲା ବେଳେ କେହି ମାନେ ସ୍ୱର୍ଗକୁ ନେଇ ଯାଆନ୍ତିନି। ଏ ଭଲ ପାଇବା ହିଁ କେବଳ ସମସ୍ତଙ୍କର ମନେ ପକାଇଥାଏ। ନିଶ୍ଚିନ୍ତ ଭାବରେ ଆଗାମୀ ଦିନରେ ଆମେ ଆହୁରି ପଦକ୍ଷେପ ଭଲ ହେଇକି ନେବୁ। ନେକ୍ସଟ ଇୟର ମଧ୍ୟ ପ୍ଲାନିଂ ରହିଛି ଆହୁରି ମାନେ ଭଲ ହେଇକି କାମ କରିବୁ, ଭଲ ହେଇ ଖେଳ କରିବୁ ଏବଂ ଆହୁରି ଟିମ୍ ଏଠି ନିୟୋଜିତ ନିଶ୍ଚିତ ଭାବରେ କରିବୁ ଏବଂ ବିଭିନ୍ନ ଜାଗାରେ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଇଏ ମଧ୍ୟ ଆମ ପ୍ରପୋଜାଲ ଅଛି। ଆଗାମୀ ଦିନରେ ପ୍ରତି ଗାଁରେ ଖେଳ କରିବୁ, ପ୍ରତି ଗାଁରୁ ଆମେ ପିଲା ବାହାର କରିବୁ ଏବଂ ତାଙ୍କୁ ବି ମଧ୍ୟ ଯେମିତି ଆମେ ଟିଚିଂ ଦେବୁ, ତା ବି ବ୍ୟବସ୍ଥା ମଧ୍ୟ ଆମେ ଆଗାମୀ ଦିନରେ କରିବା ପାଇଁ ଚେଷ୍ଟା କରିବୁ। ଶକ୍ତିନନ୍ଦନ ଏନଏସକେ ଗାଇମା ବଡଗାଁ ପଞ୍ଚାୟତର କ୍ୟାପ୍ଟେନ। एक्सपीरियंस बहुत भल था पड़िया बहुत टूर्नामेंट भी खेली, किंतु सब टूर्नामेंट पर भी टूर्नामेंट बहुत भल लगे खेलिया बहुत कोऑपरेटिव थिला मेंबर्स मानकर आम प्रति से चंपियन भी पार्लु। धन्यवाद समस्त। आगामी दिन सुजोग देले आहुरी भल खेल चेष्टा करूँ, समस्त भी आम टीम मेंबर भल खेल चेष्टा करेंगे।